ପିଲାଙ୍କ ଭବିଷ୍ୟତ ନଷ୍ଟ କରୁଛି ପାହାଡ଼ି ରାସ୍ତା। ଜଙ୍ଗଲି ପାହାଡ଼ି ରାସ୍ତା ଭୟରେ ଯାଉନାହାନ୍ତି ସ୍କୁଲ। 12ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ। ସରକାର ପ୍ରଥମେ ଶିକ୍ଷାକୁ ମୌଳିକ ଅଗ୍ରାଧିକାର ଦେଇଥିବା ବେଳେ ପ୍ରତ୍ୟେକ ଗାଁରେ ସ୍କୁଲ ନିର୍ମାଣ କରିଛନ୍ତି, କିନ୍ତୁ ଏବେ ବି ଅନେକ ଗାଁରେ ଶିକ୍ଷା ଲାଭ କରିବାରେ କୌଣସି ବ୍ୟବସ୍ଥା ହୋଇପାରିନାହିଁ, ଯାହାଫଳରେ ଉକ୍ତ ଗାଁର ଛାତ୍ରଛାତ୍ରୀମାନେ 8 କିଲୋମିଟର ଜଙ୍ଗଲି ପାହାଡ଼ିଆ ନଦୀ ନାଳ ପାଦଚଲା ଖାଲ ଖମା ରାସ୍ତା ଦେଇ ସ୍କୁଲକୁ ଯିବାକୁ ପଡ଼ିଥାଏ। ଏହିଭଳି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ପଞ୍ଚାୟତ ଅନ୍ତର୍ଗତ ଟୁଟୁଗୁମା ଗାଁରେ। ଉକ୍ତ ଗାଁ ସୁଲିଆ ମୁଖ୍ୟ ରାସ୍ତା ଠାରୁ 8 କିଲୋମିଟର ରହିଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ 13 କିଲୋମିଟର ଦୂରରେ ରହିଛି। ହେଲେ ଗାଁ ପାଖରେ ପିଲାଙ୍କ ପାଠ ପଢ଼ିବା ପାଇଁ କୌଣସି ବିଦ୍ୟାଳୟ ନଥିବାରୁ 8 କିଲୋମିଟର ଦୂରରେ ଥିବା କୋଟଡ଼ ଘାଟି ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ନାମ ଲେଖିଛନ୍ତି, କିନ୍ତୁ ଜଙ୍ଗଲି ପାହାଡ଼ି ଆବୁଡ଼ା ଖାବୁଡ଼ା ଖାଲଖମା ଓ 3ଟି ନଦୀ ରହିଥିବା ବେଳେ ବନ୍ୟପ୍ରାଣୀଙ୍କ ଭୟ ମଧ୍ୟ ରହିଛି, ଯାହାଫଳରେ ଛାତ୍ରଛାତ୍ରୀଙ୍କୁ ଛାଡ଼ିବାରେ ସୁରକ୍ଷିତ ମାନୁନାହାନ୍ତି ଅଭିଭାବକମାନେ। କୋଟଡ଼ ଘାଟି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅନେକ ପିଲାଙ୍କ ନାମ ଲେଖା ହୋଇଥିଲେ ମଧ୍ୟ ପାହାଡ଼ି ରାସ୍ତା ଓ ସ୍କୁଲ ଆସିବାର ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ ଅନେକ ପିଲାଙ୍କୁ ସ୍କୁଲ ରେଜିଷ୍ଟରରେ ସ୍ଥାନ ପକାଇ ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ଭଟାଙ୍ଗପଦର ସ୍କୁଲରେ ମନୋଜ ମାଝୀ ଓ ଫୁଲମେ ମାଝୀ ନାମକୁ ମାତ୍ର ନାମ ଲେଖିଥିବା ବେଳେ ସ୍କୁଲ ନ ଯାଇ ଘରେ ରହୁଛନ୍ତି। ନିଜ ଗାଁ ଠାରୁ ଘଟାଙ୍ଗପଦର ସ୍କୁଲ 15 କିଲୋମିଟର ଦୂର ହେଉଥିବା ବେଳେ ଯିବା ଆସିବାରେ ସମ୍ଭବ ହେଉନାହିଁ, ଫଳରେ ପ୍ରାଥମିକ ଉଚ୍ଚଶିକ୍ଷାରୁ ବଞ୍ଚିତ ରହିଛନ୍ତି। ତେବେ ଏମାନଙ୍କୁ ଘଟାଙ୍ଗ ପଦର ଆବାସିକ ବିଦ୍ୟାଳୟରେ ରହିକି ପାଠ ପଢ଼ିବାର ବ୍ୟବସ୍ଥା କରାଗଲେ ପାଠ ପଢ଼ିପାରିବେ ବୋଲି ଅଭିଭାବକମାନେ ମତ ପ୍ରକାଶ କରିଛନ୍ତି। କୋଟଡ଼ ଘାଟି ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଯାଇଥିବା ମନୋଜ ମାଝୀ, ମନ୍ତ ମାଝୀ, ଫୁଲମେ ମାଝୀ, ପବିତ୍ର ମାଝୀ, ଜୟନ୍ତୀ ମାଝୀ, ରଶ୍ମିତା ମାଝୀ, ସରିତା ମାଝୀ, ପ୍ରମିଳା ମାଝୀ ସ୍କୁଲକୁ ପାଠ ପଢ଼ିବା ପାଇଁ ଆସୁନଥିବା ବେଳେ ଏନେଇ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ଆମେ ସେହି ଗାଁକୁ ଯାଇଥିଲୁ ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମେତ ଅଭିଭାବକଙ୍କୁ ବୁଝାସୁଝା କରିଥିଲୁ ସ୍କୁଲକୁ ପିଲାଙ୍କୁ ଛାଡ଼ିବା ପାଇଁ, କିନ୍ତୁ ସେମାନେ ଦୂରତା ଓ ଜଙ୍ଗଲି ରାସ୍ତା ଯୋଗୁଁ ସ୍କୁଲ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଆମେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ ବୋଲି ମତ ପ୍ରକାଶ କରିଛନ୍ତି। ପିଲାଙ୍କୁ ଶିକ୍ଷାଦାନ ପାଇଁ ଗାଁରେ ନୂତନ ସ୍କୁଲ ନିର୍ମାଣ ପାଇଁ ଦାବି କରିଛନ୍ତି ଫଗନୁ ମାଝୀ, ମଦନୁ ମାଝୀ, ଧମାକା ମାଝୀ, ଚନ୍ଦ୍ର ମାଝୀ, ଗଦନ ମାଝୀ, ରାଣୁ ମାଝୀ, ସନ୍ତୋଷ ମାଝୀ ସମେତ ଗ୍ରାମବାସୀ। ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରୁ ମନୋଜ ଦୋରାଙ୍କ ରିପୋର୍ଟ, ଜନ ଅଧିକାର ଲାଇଭ୍।